ଅସରାଏ ବର୍ଷାରେ ଅମର୍ଦା ରୋଡ୍ ବଜାର ହୋଇଛି ବେହାଲ। ଡ୍ରେନେଜ୍ର ବ୍ୟବସ୍ଥା ନଥିବାରୁ ଭାସିଛି ପନିପରିବା ନାଳରେ। ଘଟଣାରୁ ପ୍ରକାଶ ଅମର୍ଦା ରୋଡ୍ରେ ପ୍ରତି ସପ୍ତାହ ବୁଧବାର ଏବଂ ରବିବାର ସାପ୍ତାହିକ ହାଟ ବସୁଥିବା ବେଳେ ରବିବାର ସନ୍ଧ୍ୟା ପ୍ରାୟ 6 ଘଟିକା ସମୟରେ ହଠାତ୍ କାଳବୈଶାଖୀ ବର୍ଷା 1 ଘଣ୍ଟା ଜୋର ହେବାରୁ ବର୍ଷା ପାଣି ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଜଳ ନିଷ୍କାସନ ନ ହୋଇ ହାଟ ମଧ୍ୟରେ ଜମା ହୋଇଥିଲା। ଦୋକାନୀମାନେ ପନିପରିବା ମେଲେଇ ବିକ୍ରି କରୁଥିବା ବେଳେ ବର୍ଷା ପାଣିରେ ପନିପରିବା ସବୁ ଭାସି ନାଳରେ ବୋହି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଥିଲା। ଫଳରେ ହଜାର ହଜାର ଟଙ୍କାର ପନିପରିବା ନଷ୍ଟ ହୋଇଛି। ଏପଟେ ଅମର୍ଦା ରୋଡ୍ PW ରାସ୍ତାରୁ କୋଠଚାରିଙ୍ଗା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ ପୂର୍ଣ୍ଣ କଂକ୍ରିଟ୍ କାମ ଚାଲୁଥିବା ବେଳେ ରାସ୍ତାର ଉଚ୍ଚତା ବଢ଼ିଯିବା ହେତୁ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ଜଳ ନିଷ୍କାସନ ହୋଇପାରିନଥିଲା। ତେବେ ପ୍ରଶ୍ନ ଉଠୁଛି, ବିନା ଡ୍ରେନେଜ୍ ବ୍ୟବସ୍ଥା ନକରି କଣ୍ଟ୍ରାକ୍ଟର ମନମୁଖୀ କାର୍ଯ୍ୟ କରୁଥିବାରୁ ଅଞ୍ଚଳବାସୀ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ ଖୁବ୍ ଶୀଘ୍ର ଡ୍ରେନ୍ ବ୍ୟବସ୍ଥା କରାଯାଇ ରାସ୍ତା କାମ କରିବାକୁ ଜନସାଧାରଣ ଦାବି କରିଛନ୍ତି। ନହେଲେ ବର୍ଷା ଋତୁରେ ଅମର୍ଦା ରୋଡ୍ରେ କୃତ୍ରିମ ବନ୍ୟା ଦେଖିବାକୁ ମିଳିବ। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।